ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଫାଷ୍ଟ ଅଫ୍ ଅଲ୍ ଆପଣଙ୍କୁ ତଥା ଆପଣଙ୍କର ପରିବାର ବର୍ଗଙ୍କୁ ପବିତ୍ର ମହାଶିବରାତ୍ରିର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ପ୍ରଭୁଙ୍କର ଆଶୀର୍ବାଦ ସର୍ବଦା ଆପଣଙ୍କ ପ୍ରତି ରହିଥାଉ ଏବଂ ଆପଣଙ୍କର ପ୍ରତ୍ୟେକଟି ଆଶା ପରିପୂର୍ଣ୍ଣ ହଉ। ଜୟ ଜଗନ୍ନାଥରେ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆପଣମାନେ ଯଦି ଏପର୍ଯ୍ୟନ୍ତ ଡିସି କୋର୍ସ ବା ଡିପ୍ଲୋମା ଇନ୍ ଆର୍ଲି ଚାଇଲ୍ଡହୁଡ୍ କେୟାର ଆଣ୍ଡ ଏଜୁକେସନ୍ କରିନାହାନ୍ତି ଆଡମିସନ୍, ଦେନ୍ ଆପଣମାନେ କାଇଣ୍ଡଲି ଆପଣଙ୍କର କରିଦିଅନ୍ତୁ। କାହିଁକି ନା ଦେଖନ୍ତୁ, ନ୍ୟୁ ଏଜୁକେସନ୍ ପଲିସି ଅନୁସାରେ ବର୍ତ୍ତମାନ ସବୁ ସ୍କୁଲ ମାନଙ୍କରେ, କେନ୍ଦ୍ରୀୟ ବିଦ୍ୟାଳୟ ମାନଙ୍କରେ ଅଲରେଡି ବାଲ ବାଟିକା ଟିଚରର ଭେକେନ୍ସି ଆପଣଙ୍କ ପାଇଁ ଆଉଟ୍ ହେଇଯାଇଛି। ଠିକ୍ ଅଛି, ତ ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଡିଟେଲ କହିବି ଯେ ଆପଣ କେମିତି ଆଉ ଥରେ ଆଡମିସନ୍ ଆପଣଙ୍କର କରିବେ, ଆଡମିସନ୍ କନଫର୍ମେସନ୍ କେବେ ଆପଣଙ୍କୁ ଜଣାପଡ଼ିବ ଏବଂ କେମିତି ଆପଣମାନେ ଆସାଇନମେଣ୍ଟ ଆପଣଙ୍କର ସବମିଟ୍ କରିବେ, ପରୀକ୍ଷା ଆପଣଙ୍କର କେବେ ଦେବେ, ଏକା ସାଙ୍ଗରେ ସବୁ କୋର୍ସ ଆପଣମାନେ କରିପାରିବେ କି ନାହିଁ, ଡିଟେଲ କହିବି। ତ ସବୁ ସାଙ୍ଗମାନଙ୍କୁ ଲାଇକ୍ ଆଉ ସେୟାର କରିକି ନିହାତି ଜଣେଇବେ ଏବଂ ଯୋଉଦ୍ୱାରା କି ସମସ୍ତେ ଆପଣଙ୍କର ଜାଣିପାରିବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ ଏବଂ ପ୍ରତ୍ୟେକଟି ଇନଫର୍ମେସନ୍ ସର୍ବପ୍ରଥମେ ଆପଣ ପାଇବା ପାଇଁ ଓଡ଼ିଶାର ସବୁଠାରୁ ବଡ଼ ଟେଲିଗ୍ରାମ ଗ୍ରୁପ୍ ରହିଛି, ଓଡ଼ିଶା ଟିଚର ଆସୋସିଏସନ୍, ଯେଉଁ ଗ୍ରୁପ୍ରେ 2,13,000ରୁ ଅଧିକ ପିଲା ଅଛନ୍ତି। ସେଇ ଗ୍ରୁପ୍ରେ ଆପଣ ଜଏନ୍ ହେବେ, ଯୋଉଦ୍ୱାରା କି ପ୍ରତ୍ୟେକଟି ଇନଫର୍ମେସନ୍ ସର୍ବପ୍ରଥମେ ଆପଣ ପାଇପାରିବେ ଏବଂ ଡେଡିକେଟେଡଲି ଆପଣ ପଢ଼ିବା ପାଇଁ ଚାହୁଁଥିଲେ ଏବେ ହିଁ ପ୍ଲେ ଷ୍ଟୋରକୁ ଯାଇକି ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଇନଷ୍ଟଲ୍ କରିଦିଅନ୍ତୁ, ଯୋଉଦ୍ୱାରା କି ସବୁଦିନ ଆପଣ 8ରୁ 9 ଘଣ୍ଟା ପଢ଼ିପାରିବେ। ଠିକ୍ ଅଛି, ଫାଷ୍ଟ ଅଫ୍ ଅଲ୍ ଆପଣଙ୍କୁ ମୁଁ କହିବା ପାଇଁ ଚାହିଁବି ଯେ ଆପଣମାନଙ୍କ ମନରେ ଡାଉଟ୍, ସାର୍ ବର୍ତ୍ତମାନ କେଭିଏସ୍ର କ'ଣ ଭ୍ୟାକେନ୍ସି ବାହାରିଗଲାଣି? ଆଜ୍ଞା ହଁ, ପ୍ରତ୍ୟେକ ବର୍ଷ ଏପ୍ରିଲ ମାସ ପୂର୍ବରୁ ସବୁ କେଭିଏସ୍ରେ ଅଲରେଡ଼ି ଆପଣଙ୍କର ଭ୍ୟାକେନ୍ସି ବାହାରି ଯାଇଥାଏ ଏବଂ ଓଡ଼ିଶାର ମଧ୍ୟ ସବୁ ଜାଗାରେ ବର୍ତ୍ତମାନ କେଭିଏସ୍ର ଭ୍ୟାକେନ୍ସି ବାହାରିବାକୁ ଆରମ୍ଭ ହେଇଗଲାଣି। ଠିକ୍ ଅଛି, ତ ନମ୍ବର ୱାନ୍ ଆପଣଙ୍କର ଡାଉଟ୍ କି ସାର୍ ଆମର ଯେଉଁ ପ୍ରି ପ୍ରାଇମେରୀ ଟିଚର, ଦେଖନ୍ତୁ ପ୍ରାଇମେରୀ କହିଲେ କ'ଣ ନା ପ୍ରାଇମେରୀ କହିଲେ 1ରୁ 5କୁ ବୁଝାଏ, ଆପାର ପ୍ରାଇମେରୀ କହିଲେ କ'ଣ 6ରୁ 8କୁ ଆପଣଙ୍କର ବୁଝାଏ। ପ୍ରାଇମେରୀ ଟିଚର ମାନ ହେବା ପାଇଁ କ୍ୱାଲିଫିକେସନ୍ ଆପଣଙ୍କର କ'ଣ? ଆପଣ +2 ସହିତ ଆପଣଙ୍କର ମିନିମମ୍ ସିଟି କରିଥିବେ କିମ୍ବା ଯେଉଁମାନେ +2 ସହିତ ସିଟି ଏଗୁଡ଼ା ଦରକାର କିମ୍ବା +3 ସହିତ ସିଟି କରିଥିଲେ ବି ଚଳିବ। ଆପାର ପ୍ରାଇମେରୀ ପାଇଁ +3 ସହିତ ଆପଣଙ୍କର ସିଟି ଦରକାର ଏବଂ କିମ୍ବା ଆପଣ +3 ସହିତ ବିଏଡ୍ ଆପଣଙ୍କର କରିଥିବେ। କିନ୍ତୁ ପ୍ରି ପ୍ରାଇମେରୀ ପାଇଁ, ପ୍ରି ପ୍ରାଇମେରୀ ଆପଣ କହିପାରନ୍ତି ବା କ୍ଲାସ୍ 1 ପୂର୍ବରୁ ଯେଉଁ ଅଙ୍ଗନବାଡ଼ି ଟିଚର ପାଇଁ ବା ଯେଉଁଟାକୁ ଆପଣ ନର୍ସରୀ ଟିଚର ବୋଲି କହୁଛେ, ତାକୁ ବାଲ ବାଟିକା ଟିଚର ବୋଲି ବର୍ତ୍ତମାନ କୁହାଯିବ। ତା ପାଇଁ କ୍ୱାଲିଫିକେସନ୍ ଆପଣଙ୍କର କ'ଣ ଦେଖନ୍ତୁ, ଯାହା କେଭିଏସ୍ ତରଫରୁ ରିଲିଜ୍ କରାହେଇଛି ସେମ୍ କ୍ୱାଲିଫିକେସନ୍ ଆପଣଙ୍କର। ତ ଦେଖନ୍ତୁ ମିନିମମ୍ +2ରେ ଆପଣଙ୍କର ମିନିମମ୍ 50% ମାର୍କ ଆପଣଙ୍କର ଥିବ। ମୁଁ ଆପଣଙ୍କୁ ଦେଖନ୍ତୁ ଏଇଟା ଦେଖଉଛି 21 ମାର୍ଚ୍ଚ 2025, ଏଇଟା ଚାକିରି ପାଇଁ ଲାଷ୍ଟ ଡେଟ୍। ତ ଆପଣ ଚାକିରି ଯେଉଁମାନେ ଅଲରେଡ଼ି ଏଇ କୋର୍ସ କମ୍ପ୍ଲିଟ୍ କରିଛନ୍ତି ଚାକିରି ପାଇଁ ଆପ୍ଲାଏ କରନ୍ତୁ ହେଲା। ଯେଉଁମାନେ ଏଇ କୋର୍ସ କରିନାହାନ୍ତି ଏବେ କୋର୍ସ ଆଡମିସନ୍ କରିଦିଅନ୍ତୁ, ଆପଣମାନେ ପ୍ରି ପ୍ରାଇମେରୀ ଟିଚର ହେଇପାରିବେ। ଠିକ୍ ଅଛି, ବୁଝାପଡ଼ୁଛି। ଏବେ କେଭିଏସ୍ର ସବୁ ସ୍କୁଲ ମାନଙ୍କରେ ଅଲରେଡ଼ି ଆପଣଙ୍କର ଭେକେନ୍ସି ବାହାରି ଯାଇଛି ବାଲ ବାଟିକା ଟିଚର ପାଇଁ ଏବଂ ଆଗାମୀ ଦିନରେ ଆପଣମାନେ ଓଡ଼ିଶାର ସବୁ ସ୍କୁଲ ମାନଙ୍କରେ ମଧ୍ୟ ବାଲ ବାଟିକା ଟିଚର ବା ପ୍ରି ପ୍ରାଇମେରୀ ଟିଚର ବା ନର୍ସରୀ ଟିଚର ଭେକେନ୍ସି ଆପଣ ଦେଖିବାକୁ ପାଇବେ ଏବଂ କ୍ୱାଲିଫିକେସନ୍ ସେମ୍। ଏଇ କ୍ୱାଲିଫିକେସନ୍ ଯଦି ଆପଣଙ୍କର ଅଛି, ଆପଣମାନେ ପ୍ରି ପ୍ରାଇମେରୀ ଟିଚର ହେଇପାରିବେ, ନର୍ସରୀ ଟିଚର ଆପଣଙ୍କର ହେଇପାରିବେ ବା ଅଙ୍ଗନବାଡ଼ି ଟିଚର ଆପଣଙ୍କର ହେଇପାରିବେ। କ୍ୱାଲିଫିକେସନ୍ ଦେଖନ୍ତୁ, ଆପଣଙ୍କର +2ରେ ମିନିମମ୍ 50% ମାର୍କ ଆପଣଙ୍କର ଥିବ। କେଉଁମାନଙ୍କର ନା ଜେନେରାଲ ପିଲାଙ୍କର, ଆଉ ଏସଟି, ଏସସି, ଏସସିବିସି ପିଲାଙ୍କର ମିନିମମ୍ ଆପଣଙ୍କର 45% ମାର୍କ ଆପଣଙ୍କର ଥିବ +2ରେ। ଠିକ୍ ଅଛି, ଆପଣଙ୍କର ମନେ ଥିବ ମୁଁ ଆପଣଙ୍କୁ ଏପ୍ଲାଇ ଭିଡ଼ିଓ ମଧ୍ୟ କେମିତି ଆପଣ ଏପ୍ଲାଇ କରିବେ, ଏପ୍ଲାଇ ଭିଡ଼ିଓ ମଧ୍ୟ ଆପଣଙ୍କୁ ମୁଁ ଅଙ୍ଗନବାଡ଼ି ଟିଚର ପାଇଁ ଷ୍ଟେପ୍ ବାଇ ଷ୍ଟେପ୍ ଆପଣଙ୍କୁ ବତେଇଛି। ଆଉ ଏଥିରେ ମଧ୍ୟ ମୁଁ ଆପଣଙ୍କୁ ହାତ ଯୋଡ଼ିକି ଅନୁରୋଧ କରିଥିଲି ଯେ କାଇଣ୍ଡଲି ଯଦି +2ରେ ଆପଣଙ୍କର ପରସେଣ୍ଟେଜ୍ ନାହିଁ ଦେନ୍ ଆପଣମାନେ ଏଇ କୋର୍ସକୁ କରନ୍ତୁ ନାହିଁ, ମୁଁ ଆପଣଙ୍କୁ କହିଥିଲି ହେଲା। ତ +2ରେ ମିନିମମ୍ ଆପଣଙ୍କ ଯଦି 50% ନାହିଁ ଦେନ୍ ଆପଣମାନେ ହେଇପାରିବେନି ଟିଚର। ଦେଖନ୍ତୁ କ୍ଲିୟରଲି ଆପଣଙ୍କର ମେନସନ୍ କରାହେଇଛି ହେଲା, ବୁଝାପଡ଼ୁଛି। ତ ଜେନେରାଲ ପିଲାଙ୍କର +2ରେ ଆପଣଙ୍କର ମିନିମମ୍
50% मार्क आपणकर दरकार एसटी एससी एससीबीसी पिलांकर आपणकर 45% आपणकर मार्क दरकार ता सहित आपण डिप्लोमा इन नर्सरी टीचर एजुकेशन करिथिबे किबा प्री स्कूल एजुकेशन करिथिबे किबा जो डीसी कोर्स आपण करिथिबे देन आपण माने एलिजिबल अटंती सिलेक्शन केमिति हबो ना आपणकर परीक्षा हबला माने चाकरी बेलू मुझे कहूँ परीक्षा हम आपंकर परीक्षार इंटरव्यू मध्यम सिलेक्शन हुए परीक्षा मध्यम आपंकर सिलेक्शन आपंकर हुए तो क्वालिफिकेशन जानीगले कौ मैंने बाल बाटिका टीचर हो पारे कि प्री प्राइमरी टीचर हो पारे कि नर्सरी टीचर आपंकर हो पारे एवं देखु इग्नू रे बर्तमान एडमिशन आपंकर अलरेडी चली जार लास्ट डेट आपंकर 28 फेब्रुआरी को बर्तमान बढ़े दिखाई 28 फेब्रुआरी ठीक अच्छे तो जदि आप डीसी कोर्स रे एडमिशन करना तो आपण मैंने एबे ही एडमिशन करंतु 3500 टंका आपनको पड़िबो 28 फेब्रुआरी आपनको लास्ट डेट रही केमिति एप्लाई करिवे एप्लाई वीडियो मध्य मु आपनको बनै देछि केमिति एप्लाई करिवे स्टेप बाय स्टेप पूरा पेमेंट सहित ठीक अछि आपनको मन रे जहाँ भी डाउट अछि सब डाउट को मध्य मु एथिरे क्लियर करिछि खाली गुटे जिंस मन रखिबे लास्ट डेट खाली एथिरे मु आपनको अलगा कहिथिबि काहे कि ना लास्ट डेट वर्तमान बढ़िछि 28 फेब्रुआरी आपनको लास्ट डेट वर्तमान बढ़िछि हुए तो आहुरी बढ़ी पारे ठीक अच्छे तो 3500 टंका आपणकर पड़ो जदि आपण मैंने अंगनवाड़ी वर्क अंगनवाड़ी आपणकर टीचर किंबा नर्सरी टीचर किंबा प्री प्राइमरी टीचर किंबा बाल बाटिका टीचर होगापाई चाहूँगी यही कोर्स करंतु एबे नेक्स्ट सर आमे ऑलरेडी एडमिशन कर देछु सर डीसी कोर्स रे किंतु एपर्यंत कन्फर्मेशन मेल आसीनी तो कन्फर्मेशन मेल एबे आसीबोनी सबू एडमिशन सरीबो जेतकी भी एडमिशन डेट अछि ए डेट एडमिशन डेट आपनकर सरला पर जाई कि कन्फर्मेशन मेल आसीबा आपण जमारू ओरिड होंतुनी जे भी टंका पेमेंट करिछि माने समस्तंकर कन्फर्मेशन हबो टेंशन नंबर किछि नै बुझा पडुछि तो कन्फर्मेशन मेल पई आपण माने ओरिड होंतु नाही एडमिशन सरला पर जाई कि कन्फर्मेशन मेल आपनकर आसे नेक्स्ट डाउट सर एका संगे आमे कोर्स करि परिबु वर्तमान बीएड आमे करूछु सर आमे वर्तमान सीटी आपनकर करूछु सर वर्तमान पीजी करूछु ए कोर्स आमे करि परिबु ना बिल्कुल करि परिबे किछि प्रॉब्लम नाही काहे ना गुटे दुईटा डिस्टेंस मोड रे एका संगे करंतुनी गुटे रेगुलर गुटे डिस्टेंस करंतु ठीक अछि गुटे रेगुलर गुटे डिस्टेंस जो आपण बीएड रेगुलर करूछंती सीटी आपण रेगुलर करूछंती पीजी रेगुलर करूछंती +3 आपण रेगुलर करूछंती रेगुलर माने जोटी आपण को कॉलेज जीवा को पडुछि हैला तो आपण डिस्टेंस मोड रे आ गुटे कोर्स करंतु किछि असुविधा नै सर आमे असाइनमेंट कोन करिवु पढिया पई कोन पडिवो अरे इग्नू रे पढुछो किछि पढिबा दरकार नै खाली ए बही गुडा आपण खाली देखि देबे हला को बही गुडा देखंतु ए जो आपण गूगल रे सर्च करिवे डीसी बुक इग्नू हैला इग्नू पीडीएफ मारिबे एगुडा कोन माने पढा जाय खाली परीक्षा देबा पई जिवे खाली खाता फुल करके आसीबे एमती भी आपणकर 60% 70% रो अधिक रहइबो ए चारटा बही ଆପଣ କହିବେ ହେଲେ ଏଇ ବହି ଗୁଡ଼ା ମଧ୍ୟ ମୁଁ ପଢ଼େଇ ଦେବି ଠିକ୍ ଅଛି ଏଇଗୁଡ଼ା ଏଇଟା କିଛି ପଢ଼ିବା ଦରକାର ନାହିଁ ଏଗୁଡ଼ା ଖାଲି ତ ପରୀକ୍ଷା ଦେବା ପାଇଁ ଯିବେ ଖାଲି ଖାତା ଫୁଲ୍ କରିକି ଆସିବେ ଆଉ କ'ଣ ଅଛି ଖାତା ଫୁଲ୍ କରିବେ ଖାତା ନ ଫୁଲ୍ କଲେ ଭାଇ ମାର୍କ ମିଳେ ନାହିଁ ମୁଁ ଆପଣଙ୍କୁ ଆଗରୁ କହିଦେଉଛି ହେଲା ଖାଲି ଆପଣ ଇଂରାଜୀରେ ଲେଖିବେ ଏଇ ବହି ଗୁଡ଼ା ଏଗୁଡ଼ା ନିଜେ ନିଜେ ପଢ଼ିଦେବେ ଖାଲି ଖାତା ତ ଫୁଲ୍ କରିବାର ଅଛି ଆଉ କ'ଣ ବୁଝା ପଡ଼ୁଛି ତାପରେ ଆସାଇନମେଣ୍ଟ ଆପଣମାନେ ଅନଲାଇନରେ ଲେଖି ଏଇ ଚାରିଟା ତ ଆପଣଙ୍କର ଟପିକ୍ ଏଇ ଚାରିଟା ଟପିକ୍ର ଆସାଇନମେଣ୍ଟ ଏବେ ଆସିନି ଏପ୍ରିଲ ବେଳକୁ ଆସିବ ସେ ଆସାଇନମେଣ୍ଟ ଯଦି ଆପଣମାନେ असाइनमेंट संपर्क में जो स्टडी सेंटर को आप चूज करेंगे से स्टडी सेंटर खाली असाइनमेंट डिपोजिट करा जाए आप ऑनलाइन मगेदेवे 400 गोटे को 200 लेखाएं पड़ो बोधे चार्टा को 800 टका पाखापाखि पड़े ना निजे लिखिदेवे निजे लिखिदेले हम ना ऑनलाइन रे मिलूँ आजिकल लेखिकी से पठेदेवे खाली सबमिट करदे काम गला ठीक अच्छे तो युवा है आपको जिनस ठीक अच्छे तो सबू सांग मानक जन दिंतु जार भी क्वालिफिकेशन या अच्छी तांकु कहतु जे कोर्स करिया पई जदि से चाहूचंती कारी को बाध्यबाधकतार नुहे आपणकर आग्रह अच्छी जे मु प्री प्राइमरी टीचर हेबी नर्सरी टीचर हेबी अंगनवाड़ी टीचर हेबी देन ए क्वालिफिकेशन आपनको दरकार ए क्वालिफिकेशन आपणकर अच्छी देन इग्नू रे वर्तमान एडमिशन चली आपण माने ए कोर्स आपणकर एडमिशन करि दियंतु आपनको मन रे डाउट एया भी आसी पारे सर एट लिखा है जे नॉट लेस देन 2 ईयर बोली सर या माने कोन देखंतु या माने होउची आपणकर एटा पूर्वर 2 वर्षिकिया कोर्स थिला एबे सेही कोर्सटा ही आपणकर गोटे वर्षिकिया हो जाइए तो किसी असुविधा नहीं आपणकर ठीक अच्छे बुझा पड़ुछि जेमिति वर्तमान जूनियर टीचर केस बेलको आपणकर मने थिबो 1 ईयर बीएड पूर्वर वर्षिकिया बीएड थिला ना 2014 बेलको से पिला माने आपणकर से मानको एलाउ करा जाय नथिला एबे देखंतु हाईकोर्ट आपणकर राय कोन थिला
ଯୋଉମାନଙ୍କୁ ବି ଏଲାଉ କରାଯାଇନଥିଲା ସେମାନଙ୍କୁ ଏଲାଉ କରାଯାଉ, କାହିଁକିନା କୋର୍ସର ଡ୍ୟୁରେସନ୍ କମ୍ ହେଇଛି। ପୂର୍ବରୁ ଆପଣଙ୍କର 2 ବର୍ଷିକିଆ ଥିଲା, ଗୋଟେ ବର୍ଷିକିଆ ବର୍ତ୍ତମାନ ହେଇଛି। ଠିକ୍ ଅଛି, ବୁଝା ପଡୁଛି। ଆ, ଆଶା କରିବି କମ୍ପ୍ଲିଟ୍ ଇନଫର୍ମେସନ୍ ମୁଁ ଆପଣଙ୍କୁ ପ୍ରୋଭାଇଡ୍ କରିପାରିଛି। ୟା ବାଦ ବି ଯଦି ଆପଣଙ୍କର କିଛି ଡାଉଟ୍ ରୁହେ, କମେଣ୍ଟ ସେକ୍ସନରେ କମେଣ୍ଟ କରିକି ନିହାତି ଜଣେଇବେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ। ଥ୍ୟାଙ୍କ ୟୁ।